କୌଣସି ଦଳର ବରିଷ୍ଠ ସଦସ୍ୟ ହୁଅନ୍ତୁ ବା ପଲିଟିକାଲ ଲୋକ ହୁଅନ୍ତୁ, ସେ ଯଦି ଦେଶର ସର୍ବୋତ୍ତମ ନ୍ୟାୟାଳୟର ଡିସିଜନକୁ ପାଳନ କରୁନାହାନ୍ତି ତାହେଲେ ସେ କ'ଣ ବାର୍ତ୍ତା ଦେଉଛନ୍ତି କି ଭାରତୀୟ ଜନତା ପାର୍ଟିର ବିଧାୟକମାନେ ଆଇନରୁ ଉର୍ଦ୍ଧ୍ୱରେ। ଏଠି ବୈଧାନିକ ପ୍ରଶ୍ନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମୁଁ ପଚାରିବା ପାଇଁ ଚାହିଁବି ଯେ ଯିଏ ଗୃହମନ୍ତ୍ରୀ, ଆଇନ ସମସ୍ତଙ୍କ ପାଇଁ ସମାନ ଓଡ଼ିଶାରେ, ନା ଭାରତୀୟ ଜନତା ପାର୍ଟିର ସଦସ୍ୟମାନଙ୍କର, ମନ୍ତ୍ରୀ ବିଧାୟକମାନଙ୍କର ଏବଂ ତାଙ୍କ କର୍ମକର୍ତ୍ତା ଏବଂ ଆମର ସର୍ବୋତ୍ତମ ପ୍ରଥମ ନାଗରିକ ରାଜ୍ୟର ରାଜ୍ୟପାଳଙ୍କ ପୁଅ ୟାଦରୁ ଉର୍ଦ୍ଧ୍ୱରେ? ଏ ପ୍ରଶ୍ନର ଉତ୍ତର ସିଧାସଳଖ ମାନ୍ୟବର ମୁଖ୍ୟମନ୍ତ୍ରୀ ଯିଏ ଗୃହ ବିଭାଗର ଦାୟିତ୍ୱରେ ଅଛନ୍ତି ସେ ତାଙ୍କୁ ରଖିବା ଉଚିତ ଏବଂ ଓଡ଼ିଶାବାସୀଙ୍କୁ ଏବଂ ପୁଲିସ ବିଭାଗକୁ ଖାସ କରି ଏଇଟା ସ୍ପଷ୍ଟ ଗୋଟେ ଡାଇରେକ୍ସନ ଯିବା ଉଚିତ ଏବଂ ତାଙ୍କ ମନ୍ତବ୍ୟ ଆଧାରରେ ଏକାନ୍ତ ଆବଶ୍ୟକ ଏଇଥିପାଇଁ କି ଓଡ଼ିଶାବାସୀ ଜାଣିବା ଦରକାର କି ଆଇନ ସମସ୍ତଙ୍କ ପାଇଁ ସମାନ, ନା ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ତାଙ୍କ ସମର୍ଥକ ୟାର ଉର୍ଦ୍ଧ୍ୱରେ। ଆଉ ଯଦି ଯାହା ବିଧାୟକ ସମ୍ବଲପୁର ଯେଉଁ ଉକ୍ତି ରଖୁଛନ୍ତି ତାକୁ ଯଦି ସରକାର ଅନୁସରଣ କରନ୍ତି ତାହେଲେ ପୁଲିସ ବିଭାଗକୁ ଏଇଟା ଆପଣ ପରୋକ୍ଷରେ କହୁଛନ୍ତି କି ଭାରତୀୟ ଜନତା ପାର୍ଟିର କୌଣସି ସଦସ୍ୟକୁ, ଚାहे ବିଧାୟକ ହୁଅନ୍ତୁ, କର୍ମୀ ହୁଅନ୍ତୁ ବା ଯିଏ ହୁଅନ୍ତୁ ନା କାହିଁକି, ତାକୁ ଆପଣ ପ୍ରୋଟେକ୍ସନ ଦିଅନ୍ତୁ। ଅର୍ଥାତ୍ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଯଦି କାଲି ଓଡ଼ିଶାରେ ହୁଏ ତାପରେ ଏକମାତ୍ର ଦାୟୀ ଯଦି କିଏ ହେବ ସେ ହେବ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ, ଯେହେତୁ ସିଏ ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି। ଏବଂ ଯେଉଁ ପୁଲିସ ବିଗତ ସରକାରରେ ଛୋଟ ଛୋଟ କଥାରେ ତାର ଆଇନଗତ କାର୍ଯ୍ୟାନୁଷ୍ଠାନ କରୁଥିଲା ସେ ମଧ୍ୟ ନିରବ କ'ଣ ପାଇଁ? ରାଜନୈତିକ ବ୍ୟକ୍ତି ଉକ୍ତି ରଖିପାରନ୍ତି, ପୁଲିସ ବିଭାଗ କ'ଣ କରୁଛି? ସୁପ୍ରିମକୋର୍ଟର ନିର୍ଦ୍ଦେଶକୁ ପାଳନ କରିବେ ନା କରିବେ ନାହିଁ? ମାନ୍ୟବର ମୁଖ୍ୟମନ୍ତ୍ରୀ ଯିଏ ଗୃହମନ୍ତ୍ରୀ ଅଛନ୍ତି ଇଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେବେ ନା ଦେବେ ନାହିଁ? ଓଡ଼ିଆ ଅସ୍ମିତା କହି ଆଇନ ଶୃଙ୍ଖଳାକୁ ଲାଇନ ଉପରେ ରଖି ରାଜ୍ୟର ନେତୃତ୍ୱ ନେଉଥିବା ମୋହନ ବାବୁ କେତେ ଦୂର ତାଙ୍କର ବ୍ୟକ୍ତିଗତ ପରାକାଷ୍ଠା ଏଠି ସାମ୍ନାକୁ ଆସିବା ଦରକାର। ଆଉ ଓଡ଼ିଶାବାସୀ ଏହାକୁ ନିଶ୍ଚିନ୍ତ ଭାବରେ ଚାହିଁ ରହିଛନ୍ତି। ଆଉ ଓଡ଼ିଶା ରାଜ୍ୟ ସରକାର କ'ଣ ପଦକ୍ଷେପ ନେବେ?